ହେଲେ ଯୋଉ ବାରରେ ସେ ବାରଟା ହଉଛି ମଙ୍ଗଳବାର। କାହିଁକି ମଙ୍ଗଳବାରରେ ରାମ ଜନ୍ମ ବୋଲି ରାମଙ୍କର ପ୍ରିୟ ଭକ୍ତ ଯିଏ ହନୁମାନ ନୁହଁ, ହନୁମାନର ଅତି ପ୍ରିୟ ବାର ହଉଛି ମଙ୍ଗଳବାର। କାହିଁକି ମୋ ପ୍ରଭୁଙ୍କର ଜନ୍ମ ବାର ହଉଛି ମଙ୍ଗଳବାର। ବୁଝିହେଲା? ଯଦି ରାମ ମଙ୍ଗଳବାରେ ଜନ୍ମ, କୃଷ୍ଣ କି ବାରରେ ଜନ୍ମ? ଶୁଣିଥା, କୃଷ୍ଣଙ୍କର ଜନ୍ମ ବୁଧବାର। ଜଣେ ଅଷ୍ଟମୀ ତିଥି ମାନେ 8, ଜଣେ ନବମୀ ତିଥି ମାନେ 9। ଅଷ୍ଟମୀରେ ଜନ୍ମ କୃଷ୍ଣ, ନବମୀରେ ଜନ୍ମ କିଏ? ରାମ। ଜଣେ 8, ଜଣେ 9, ଜଣେ ମଙ୍ଗଳବାର ଜନ୍ମ, ଜଣେ ବୁଧବାର ଜନ୍ମ। ଭଗବାନ କୃଷ୍ଣ ସମୟ କେତେବେଳେ ଜନ୍ମ? ନା ରାତି 12ଟା କୃଷ୍ଣ ଜନ୍ମ ହେଲେ। ରାମ କେତେବେଳେ ଜନ୍ମ? ନା ଦିନ 12ଟା। ଦେଖ ଦି ଭଗବାନଙ୍କ ଭିତରେ ସମ୍ପର୍କ। ଜଣେ ଦିନ 12ଟାରେ ଜନ୍ମ, ଜଣେ ଦିନ ରାତି 12ଟାରେ ଜନ୍ମ। ଜଣେ ଅଷ୍ଟମୀ ତିଥିରେ ଜନ୍ମ ମାନେ 8, ଜଣେ ନବମୀ ତିଥିରେ ଜନ୍ମ ମାନେ 9, ଜଣେ ମଙ୍ଗଳବାର ଜନ୍ମ, ଜଣେ ବୁଧବାର ଜନ୍ମ। ଦେଖ ଖାଲି ସେତିକି ନୁହଁ, ଦେଖ ଯଦି ବାପାଙ୍କ ନାଁ ବୁଝିବା, 2 ଜଣ ଭଗବାନ ନା। ରାମଙ୍କ ବାପାଙ୍କ ନାଁ କଣ? ରାମଙ୍କ ବାପାଙ୍କ ନାଁ କଣ? ଦଶରଥ। କେତେ ଅକ୍ଷର? 4 ଅକ୍ଷର। କୃଷ୍ଣଙ୍କ ବାପାଙ୍କ ନାଁ କଣ? ବସୁଦେବ। 4 ଅକ୍ଷର। ଆଚ୍ଛା, ରାମଙ୍କ ମା କିଏ କିଏ କଣ? ସବୁ 3 ଅକ୍ଷରିଆ ନା। କିଏ? ତାଙ୍କ ମା ହେଲା କୌଶଲ୍ୟା, 3 ଅକ୍ଷର। ଆଉ ଗୋଟେ ମା କୈକେୟୀ, 3 ଅକ୍ଷର। ଆଉ ଗୋଟେ ମା ସୁମିତ୍ରା, 3 ଅକ୍ଷର। କୃଷ୍ଣଙ୍କ ମା ଗୋଟେ ମା ଦେବକୀ, 3 ଅକ୍ଷର। ଗୋଟେ ମା ଯଶୋଦା, 3 ଅକ୍ଷର। ଆଚ୍ଛା, ଜନ୍ମ ହେଲେ କୋଉଠି? ରାମ ଜନ୍ମ ହେଲେ ରାଜ୍ୟ ନା ଅଯୋଧ୍ୟା, 3 ଅକ୍ଷର। କୃଷ୍ଣ କୋଉଠି ଜନ୍ମ ହେଲେ? ମଥୁରା, 3 ଅକ୍ଷର। ଜୟ ରାମ ସହି ଜଗତ। ଖାଲି ଆଲୋଚନା ଶୁଣରେ ବାପା ମା, ଟିକେ ଯୋଉ କଥା କାନରେ ପବିତ୍ର ସେଇ କଥା କହୁଛି, ଟିକେ ମନ ଦେଇକି ଶୁଣିଲେ ଭଲ ଲାଗିବ। ଜଣେ ରାମ, ଜଣେ କୃଷ୍ଣ। ଆଚ୍ଛା ମତେ କୁହ, ଜଣେ 8, ଜଣେ 9। ଆଚ୍ଛା, 2 ରୁ 25 ଭିତରେ ଗୋଟେ ପଣିକିଆ ଫଳା କୁହ। ଯୋଉ ପଣିକିଆ ଫଳା ତଳେ ଯାହା ଥବ ଉପରେ ସେଇଆ ଥବ। କୋଉଟା? କୋଉଟା? 5 ଦେଖିଲ? 5 କେ ଜୋର କହୁନୁ। 5 କେ 5 ତଳେ 5 ଉପରେ 5 ଦୁନେ ନାଇଁ 10 ହବନି, ସେଇ 5 ହବ। 5 3 15 ହବନି, ସେଇ 5 ହବ। କୋଉ ଫଳା? ଗୋଟିଏ ଫଳା। 2 ରୁ 25 ଭିତରେ କୋଉଟା? 9 ଯୋଉଟା ରାମଙ୍କ ସଂଖ୍ୟା 9। ଦେଖୁ ନା 9 କେ ଜୋରେ କହୁନା ମା? 9 ତଳେ 9 ଉପରେ 9। 9 ଦୁନେ 18 କେତେରେ କେତେ? 1 8 ମିଶିକି 9। 9 3 27, 2 7 ମିଶିକି 9। 9 4 36, 3 6 ମିଶିକି 9। 9 5 45, 4 5 ମିଶିକି 9। 9 16 54, 5 4 ମିଶିକି 9। 9 7 63, 6 3 ମିଶିକି 9। 9 8 72, 7 2 ମିଶିକି 9। 9 9 81, 8 1 ମିଶିକି 9। 9 10 90, ତଳେ 9 ଉପରେ 9। ଠିକ ନା ବୁଝଛ? ହେଲା, ଆପଣ ମାନେ କହିବେ କୃଷ୍ଣ ତ ରାମ ତ ନବମୀରେ ଜନ୍ମ, ଭଗବାନଙ୍କ ସଂଖ୍ୟା ବୋଲି 9 ପଣିକିଆଟା ତଳେ 9 ହେଇଗଲା, ଉପରେ 9 ହେଇଗଲା। କଣ କୃଷ୍ଣ ଭଗବାନ ନୁହଁ କି? ନା ହଁ, କୃଷ୍ଣଙ୍କ ପଣିକିଆ କେତେ? କୃଷ୍ଣ 9 କି? କୃଷ୍ଣ ହେଲେ 8, ଅଷ୍ଟମୀର ଜନ୍ମ। ତାହେଲେ 8 ପଣିକିଆଟା କଣ ତଳେ 8 ଉପରେ 8 ହବ କି? ଯଦି ହବ କୃଷ୍ଣ ଭଗବାନ ନହେଲେ ନୁହେଁ। ଗଣିବା 8 କେ ତଳେ 8 ଉପରେ 8। 8 ଦୁନେ 16 କେତେରେ କେତେ? ମୋ କଂସ ଭାଇ ହେଠି କାହିଁ ଠିଆ ହେଇଛି? ମୋ ଅନା କେଡେ ବଡ ଲୋକ ହେଠି ଠିଆ। ଆମ ଭାଇ ଆଡ଼ିକିଆ 2 ବର୍ଷ ବଡ ମୋ ଭାଇ ମୋଠୁ, ମୋ ବଡ ଭାଇ। ଆମ ଭାଇ ରୁହ। ଆରେ ମହାରାଜଙ୍କୁ ଚିଆରଟେ ଦିଅରେ, ବସନ୍ତୁ ବଡ ମହାରାଜ। ବସ ବସ ର। ହଁ 8 କେ 8 ତଳେ 8 ଉପରେ 8। 8 ଦୁନେ 16, 1 6 ମିଶିକି 7, 8 ହେଲାନି। 8 3 24, 2 4 ମିଶିକି 6, 8 ହେଲାନି। 8 4 32, 3 2 ମିଶିକି 5, 8 ହେଲାନି। କେମିତି ହବ 8? କଣ ଭାଇ ଟୋପି ପିନ୍ଧି ବସିଛ, ମୁଁ କିଛି କହୁନା। ହବ ନା? ହବ ନା ହବନି? ହବନି? ଆରେ ହେଉଛି କି?
ହଉନି ତ ହବନି ଟୋପିଟା ଖୋଲିଦେଲୁ ହବନି ଆଉ ଥରେ ପଢିବା ହବନି ତା ମନ ଆଉ ଥରେ ଦେଖିବା 8 କେ ତଳେ 8 ଉପରେ 8 ଦୁନେ 16 ମିଶା କୋଉଟା ମିଶେଇବ 8 2 16 ତିନିଟାକୁ ମିଶା 8 2 10 16 10 26 କେତେରେ କେତେ 2 26 8 8 3 24 ମିଶା 8 3 24 8 3 11 24 11 35 କେତେରେ କେତେ 3 5 ମିଶିକି 8 8 ଗୋଟେ ତାଳି ଦଉନ ଖାଲି ବସ 8 4 32 ମିଶା 8 4 32 8 4 12 32 12 44 4 4 ମିଶିକି 8 ସବୁ হব আগে ସବୁ হব কাইকি জনে কৃষ্ণ জনে রাম দেখন্তু আজির কাহিনীটা মন দেইকি শুনিবে জনে কৃষ্ণ জনে রাম ইয়ে ভগবান সিয়ে ভগবান আচ্ছা রামঙ্কর জনে পরম ভক্ত অছি কৃষ্ণঙ্কর জনে পরম ভক্ত রামঙ্ক পরম ভক্ত না কোন সমস্ত কইদেব একাথরকে গোটে না হনুমান কৃষ্ণঙ্কর জনে পরম ভক্ত যাহাকু ভগবান কুরুক্ষেত্র পড়িয়ারে গীতা শুনাইଥିଲେ অর্জুন বড়িয়া কথা মনে করছি মা অর্জুন কহে মো কৃষ্ণ ঠারু বড় কেই নাই হনুমান কহে মো রাম ঠু বড় কেই নাই আজ্ঞা ভগবান জনে মো ভক্ত গুড়াক বাড়িয়া পিটা লাগନ୍ତି এ বাপা মা जो बड़ बड़ राजनीति नेता माने ना भुवनेश्वर दिल्ली बस ये नेता नेता भितर कुंडा कुंडी हाँ ये कर्मी गुड़ाक बाड़िया पिटा होगी मरती नुह मु कहीं कहली देख नेता नेता संपर्क भल अरे ये तो राम भगवान सी तो कृष्ण भगवान समस्त भगवान तो ये के मु कौन ओडिया भागवत अरे जेही राम सोही कृष्ण आज्ञा जमुना नदी कूल से दिन हनुमान बसी देख गोटे मजा कथा राम भक्त हनुमान जमुना नदी कूल बस से तो मरेनी ना अर्जुन से बाटे जाऊला अनेला हनुमान बस अरे हनुमान जी प्रणाम 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 मुंडिया मारला हनुमान को पाद तले कि अर्जुन जड़े राम भक्त जड़े कृष्ण भक्त मन देखी शुण अर्जुन जदि मुंडिया माइला हनुमान कौन कहले कहले आयुष्मान भव कौन कहले जड़े जन को मुंडिया माइले सी आशीर्वाद दब ना मा मो कंस भाई जाकि मो पारे पहुंचला बोली भाई नमस्कार मो भाई मत कहले आयुष्मान भव कहन मिछ मु कहूँ कहीं गुरुजन मानू लघुजन माने मुंडिया माइले गुरुजन माने आशीर्वाद दियंती सतना मिछ जदि आशीर्वाद दियंती मत एतिकी कुह बाप गोड़ तले जदि पुओ मुंडिया मारिबो बाप कौन कल्याण करिवो आयुष्मान भव माने तो आयुष बढ़ी जाऊ जदि गुरु को गोड़ तले छात्र मुंडिया मारिबो गुरु कौन कल्याण करिवे यशस्वी भव माने तो यश कीर्ति बढ़ी जाऊ एया ना ठीक अछि मां माने एनिकी तम पाळी कहइबो बाप गोड़ तले पुओ मुंडिया माइले बाप कहइबो आयुष्मान भव गुरु गोड़ तले छात्र मुंडिया माइले गुरु कहबे यशस्वी भव जति कि मां तमे जदि तम स्वामी पाद तले मुंडिया मार मु मिछ आजिकल किए मुंडिया मारछि जे मु कहइबो नै कि मां ना न वर्षरे गोटे दिन स्वामी बाबू माने अनेइथिबे को दिन से दिनटा आसीबो मो स्त्री लुआ लुगाटे बेंधी मते मुंडिया मारिबो को दिन आगे को दिन एटा सावित्री बोधे नै कि स्वामी बाबू माने भाबुथे दीनी सावित्री आसते कि दीनी मो स्त्री मुंडियाटे मते मारता अच्छा ठीक अच्छे जदि स्वामी गोड़ तले स्त्री मुंडिया मारिबो स्वामी कौन कल्याण करिबो कौन दांत को देखिए बस माँ कौन तो स्वामी तो कल्याण कर कौन कल्याण कर स्वामी कौन कल्याण कर आपण मैंने दिखती कल्याण कर
ମୋ ଟୋପି ଭାଇ କୁଆଡ଼େ ଗଲା ଭାଇ ଦଉନି କି କଲ୍ୟାଣ କଣ କଲ୍ୟାଣ କଣ କହିବ ସୌଭାଗ୍ୟବତୀ ହେଇଥା ଏଇଆ କହିବ ଐହ ସୁଲକ୍ଷଣୀ ହେଇଥା ଏ ଛୁଆ ବସୁନୁ କଣ କହିବ ସ୍ୱାମୀ ସୌଭାଗ୍ୟବତୀ ହେଇଥା ଐହ ସୁଲକ୍ଷଣୀ ହେଇଥା ପାକଲା ବାଳରେ ସିନ୍ଦୁର ନାଇଥା ସାତ ପୁଅର ମା ହେଇଥା ଏଇ ଆଶୀର୍ବାଦ ଗୁଡା ଦବ ଆଉ କଣ ଏଇଆ ନା କଣ ଏ ସବୁ ଆଶୀର୍ବାଦ ଗୁଡାକ ଭୁଲ ଭୁଲ କାହିଁକି ଭୁଲ ସ୍ୱାମୀ ଯଦି ତା ସ୍ତ୍ରୀକୁ କହିବ ସୌଭାଗ୍ୟବତୀ ହେଇଥା ସେ ଆଶୀର୍ବାଦରୁ ଅଧା ଭାଗ ତା ସ୍ୱାମୀ ନିଜେ ନେଇଯିବ ନିଜେ କାହିଁ କହିଲ କିରେ ମୁଁ ଥେଲେ ସିନା ତୁ ଭାଗ୍ୟବତୀ ହବୁ ମାନେ ମୁଁ ବଞ୍ଚିଥାଏ ସତରେ ବିଷ କହୁନାହାନ୍ତି ସ୍ୱାମୀ ଯଦି କହିବ ତୁ ଐହ ସୁଲକ୍ଷଣୀ ହେଇଥା ଅଧା ଭାଗ ମୋର କିରେ ମୁଁ ଥେଲେ ସିନା ତୁ ଐହ ହବୁ ସୁଲକ୍ଷଣୀ ହବୁ ମାନେ ମୁଁ ବଞ୍ଚିଥାଏ ସ୍ୱାମୀ କହିବ ସାତ ପୁଅର ମା କିରେ ମୁଁ ଥେଲେ ସିନା ସାତଟା ପୁଅ ହବ ଅଧା ଭାଗ ମୋର ସ୍ୱାମୀ ଯୋଉ ଆଶୀର୍ବାଦ ଦବ ସେ ଆଶୀର୍ବାଦରୁ ଅଧା ଭାଗ ନିଜେ ନେଇଯିବ କିନ୍ତୁ ସାରା ପୃଥିବୀ ଭିତରେ ମାତ୍ର ଗୋଟିଏ ଆଶୀର୍ବାଦ ଅଛି ବାପା ମା ମନେ ରଖ ଯୋଉ ଆଶୀର୍ବାଦଟା ସ୍ୱାମୀ ଯଦି ତା ସ୍ତ୍ରୀକୁ ଦବ ସେଥିରେ ସ୍ୱାମୀର ଭାଗ ନଥବ ଖାଲି ସ୍ତ୍ରୀର ମଙ୍ଗଳ ହବ ସେ ଆଶୀର୍ବାଦଟା କଣ ଜାଣିଛ ନା ବସିକି ଭାବୁଥା ଯେତେବେଳେ କାର୍ଯ୍ୟକ୍ରମ ମୋର ସରିବ ଗଲା ବେଳକୁ କହିଦେଇକି ଯିବି ଭାବୁଥ ସେ ଆଶୀର୍ବାଦଟା କଣ ହବ ହେଲା ଏପଟେ ବସିଛି ଅର୍ଜୁନ ଏପଟେ ବସିଛି ହନୁମାନ କହୁଛି ଜୟ ଶ୍ରୀରାମ ଅର୍ଜୁନ କହୁଛି ଜୟ ଶ୍ରୀକୃଷ୍ଣ ଏଇଠି ଆଜ୍ଞା ହନୁମାନ ଥିଲା ଅର୍ଜୁନକୁ କହିଲା ଆରେ ଅର୍ଜୁନ କହିଲା ଆଜ୍ଞା କହିଲା ମୁଁ ତ ରାମଙ୍କ କଥା ସବୁ ଜାଣିଛି ମୋ ଭଗବାନଙ୍କ କଥା ହନୁମାନ କହିଲା କିନ୍ତୁ ମୁଁ କୃଷ୍ଣଙ୍କ କଥା ଜାଣିନି ଅର୍ଜୁନ ତୁ ତ ତାଙ୍କ ଭକ୍ତ ନା ହଁ ତାହେଲେ ମତେ ଟିକେ କୃଷ୍ଣଙ୍କ କଥା କହ ନା ମୁଁ ଟିକେ ଶୁଣିବି ଅର୍ଜୁନ ଆରମ୍ଭ କଲା କୃଷ୍ଣଙ୍କ କଥା ହନୁମାନ ଶୁଣୁଛି କଣ କହିଲା କଣ ତୁ କେ କରିବା ତ ଦରକାର ହେଲା ହନୁମାନ ଶୁଣୁଛି ଅର୍ଜୁନ ଆରମ୍ଭ କଲା କଣ ଆଜ୍ଞା ଓଡ଼ିଆ କହିବି ଗୋଟେ ଦିଟା ସଂସ୍କୃତ ଶ୍ଲୋକ ଆଗେ ଗାଉଛି ଶୁଣନ୍ତୁ ଯୋଉଟା କାନ ପବିତ୍ର କାହା ଲେଖା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଲେଖା ମୋ କଂସ ଭାଇ ତାର ପ୍ରତ୍ୟେକ ବର୍ଷ ଆଗେ ବହେ କୃଷ୍ଣଙ୍କୁ ଗାଳି ମନ୍ଦ ଦବ ଯାଇକି ସମୁଦ୍ରରେ ବୁଡ଼ ପକେଇକି କାଳି ଆଗରେ କହିବେ ସେ ଭୁଲ ହେଇଥିଲେ କାଳି ଆଉ ଦିନେ ଗାଳି ଦେବିନି ସତରେ ମିଛ କହୁନା ଆରେ ବାପା ମୁଁ କାହିଁ ଏ କଥା କହୁଛି ଆଜ୍ଞା ଦେଖ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯୋଉ ଶ୍ଲୋକ ଶୁଣିଲେ ଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନରୁ ଓହ୍ଲେଇ ପଡନ୍ତି ମୁଁ ସେଇ ଶ୍ଲୋକ ଆଜି ଗାଉଛି ଆପଣଙ୍କ ଆଗରେ ଗୋଟେ ଶ୍ଲୋକ ଆରମ୍ଭ କରୁଛି ଧର ଜଗତଗୁରୁ ଶଙ୍କରାଚାର୍ଯ୍ୟ